ଗାଁ ପରି ଗୋଟେ ଗାଁ, ସିଏ ଅଟେ ଆମ ମା। ଆମ ନାଁ ସହ ସଦା ଯୋଡ଼ିଥାଏ ତାରି ମଧୁର ନାଁ। ଗାଁ ପରି ଗୋଟେ ଗାଁ, ଧରମ ଦୁଆର ତା ନାଁ। ଜଗତ ସରସେ ଭାରତ କମଳ, ତା ମଧ୍ୟେ କେଶର ପୁଣ୍ୟ ନୀଳାଚଳ। ଯେଉଁ ଓଡ଼ିଶା ପ୍ରଦେଶରେ ପୁଣ୍ୟ ନୀଳାଚଳ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଧାମ, ସେହି ପ୍ରଦେଶର ବାଲେଶ୍ୱର ଜିଲ୍ଲାର ବାଲିଆପାଳ ବ୍ଲକରେ ଅବସ୍ଥିତ ଧରମଦ୍ୱାର ଗ୍ରାମ। ଏହା ହିଁ ଆମର ପରମ ସୌଭାଗ୍ୟ। ମା ଓ ଗାଁ, ମାଧୁର୍ଯ୍ୟ ଭରା ଦୁଇଟି ଶବ୍ଦ, ସର୍ବଶ୍ରେଷ୍ଠ ଉଚ୍ଚାରଣ। ମା ଜନ୍ମ ଦିଏ, ଆଉ ଗାଁର ଷଠି ଘରର ମାଟିରେ ଭୂମିଷ୍ଠ ହୋଇ ମଶାଣିର ଜୁଇରେ ଜଳିବା ଯାଏଁ ଯାହାର ନିବିଡ଼ ଆଶ୍ଳେଷରେ ମଣିଷ ବଞ୍ଚେ, ବଢ଼େ ଓ ଛିଡ଼େ, ସିଏ ହିଁ ଗାଁ। ଗାଁ ହିଁ ମଣିଷର ଅତି ଆପଣାର, ଯେଉଁଠି ଥାଏ ଭୁଲ ପାଇଁ କ୍ଷମା, ଅପରାଧ ପାଇଁ ଦଣ୍ଡ, ସୁନାମ ପାଇଁ ପ୍ରଶଂସା। ଯାହାର ମାଟି, ପାଣି, ପବନ, ପରିବେଶ ଓ ମଣିଷ ସକଳ ସଦାକାଳ ଆପଣାର, ସିଏ ହିଁ ଗାଁ। ଆହୁରି ବି ଧ୍ରୁବ ସତ୍ୟ ଏଇଆ ଯେ ମଣିଷ ସଦାବେଳେ ଯାହା ବହି ଚାଲିଥାଏ, ତାହା ପରୋକ୍ଷରେ ଅନ୍ତଃସଲୀଳା ଫଲ୍ଗୁ ପରି ମାର ସତ୍ତା। ପ୍ରତ୍ୟକ୍ଷରେ ନିଜ ନାମ ସହ ପିତାଙ୍କର ନାମ ଓ ସର୍ବୋପରି ନିଜ ସ୍ଥାୟୀ ଠିକଣା, ଜନ୍ମ ମାଟି, ନିଜ ଗ୍ରାମର ନାମ। ଏଇ ହିଁ ସତ୍ୟ ଓ ସତ୍ତା ମଣିଷର। ଧରମଦ୍ୱାର ଗ୍ରାମର ନାମ ଭୂଗୋଳ ପୋଥିରେ ନଥାଇପାରେ, ନ ହୋଇପାରେ ବି ବିଖ୍ୟାତ, କିନ୍ତୁ ଏହା ସତ୍ୟ ଯେ ସେ ଆମ ପାଇଁ ଆକାଶ ଠାରୁ ବଡ଼, ସ୍ୱର୍ଗ ଠାରୁ ବଡ଼। ବାଲ୍ମୀକି ରାମାୟଣର ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ ଶ୍ଳୋକର ଉଦ୍ଘୋଷଣା କରି ପୃଥିବୀର ପ୍ରତ୍ୟେକ ସ୍ଥାନର ନିଜସ୍ୱ ଇତିହାସ ପରି ମୋ ଗାଁର ବି ଅଛି ଏକ ଅଲିଖିତ ଇତିହାସ, ଓ ମୋ ଗାଁର ଇତିହାସ ଅଛି କିମ୍ବଦନ୍ତୀରେ, ଲୋକକଥା ଓ ଲୋକମୁଖରେ। ଧରମଦ୍ୱାର ଗ୍ରାମଟିର ନାମ ଯେତିକି ଶ୍ରୁତିମଧୁର, ସେତିକି ସାହିତ୍ୟିକ ମୂଲ୍ୟବୋଧ ଭିତ୍ତିକ। ଆଧ୍ୟାତ୍ମିକତା ଦୃଷ୍ଟିକୋଣରୁ ନାମକରଣଟି ଧର୍ମପ୍ରାଣ ଗ୍ରାମବାସୀଙ୍କର ମହନୀୟତା ପ୍ରତିପାଦନ କରିବା ସଙ୍ଗେ ସଙ୍ଗେ ବୌଦ୍ଧିକତାର ପରିଚୟ ଦିଏ। ଏହା କୁହାଯାଇପାରେ, ନଦୀତର କେତେ ରୂପ କେତେ କାହାଣୀ। ସମୟର ବିବର୍ତ୍ତନ କ୍ରମେ ଆମ ଅଞ୍ଚଳର ଜୀବନରେଖା କୁହାଯାଉଥିବା ସୁବର୍ଣ୍ଣରେଖା ନଦୀ ତାର ଗତିପଥ ପରିବର୍ତ୍ତନ କରେ। ଫଳସ୍ୱରୂପ ତାର କରାଳ ଗର୍ଭରେ ଲୀନ ହୋଇଯାଏ ଓ ସମ୍ପୂର୍ଣ୍ଣ ସତ୍ତା ହରାଏ ତତ୍କାଳୀନ ଆକନା ଗ୍ରାମ, ଯାହା ଆମ ପୂର୍ବଜଙ୍କ ନିଜସ୍ୱ ଗ୍ରାମ ଥିଲା। ତତ୍କାଳୀନ ଆକନା ଗ୍ରାମ ଥିଲା ଆୟତନ ଦୃଷ୍ଟିରୁ ବଡ଼, କୃଷି ସମୃଦ୍ଧ ଓ ଉନ୍ନତ। ଏଥୁ ଅନ୍ତେ ସ୍ଥାନାନ୍ତରିତ ଓ ଗ୍ରାମାନ୍ତରିତ ଗ୍ରାମବାସୀମାନେ ଆକନାର ପଶ୍ଚିମ ଦିଗରେ ସ୍ଥାପନ କରନ୍ତି ଏକ ଜନବସତି ଓ ନାମକରଣ କରନ୍ତି ଧରମଦ୍ୱାର ଗ୍ରାମ ନାମରେ। କହିବା ବାହୁଲ୍ୟ, ଉଦ୍ବାସ୍ତୁ ମଣିଷର ମର୍ମଭେଦୀ ଆର୍ତ୍ତ ଚିତ୍କାର ଅନୁନୟ ଓ ବିନୟରେ କେବଳ ମାତ୍ର ଅଟକି ନ ଯାଇ ନଦୀ ସୁବର୍ଣ୍ଣରେଖା ବରଂ ପଛଘୁଞ୍ଚା ଦେଇ ଦୂରେଇ ଯାଇଛି ଧରମଦ୍ୱାର ଠାରୁ ପୂର୍ବକୁ ଛାଡ଼ିଦେଇ ତାର ସ୍ମୃତିର ସନ୍ତକ କଟି ନଈର ପୋତି ପଡ଼ିଥିବା ଧାରଟିକୁ। ପୁରୁଖା ଲୋକେ ଧରମଦ୍ୱାରକୁ ଆଜି ବି ଆକନା ଭାବରେ ସମ୍ବୋଧନ କରିଥାନ୍ତି। ଗ୍ରାମାନ୍ତର କାଳରେ ଆକନାରୁ ଉଦ୍ଧାର କରି ଆଣିଥିବା ଗ୍ରାମଦେବତୀ ମା ଗଣଚକ୍ରଙ୍କୁ ତତ୍କାଳୀନ ଗ୍ରାମବାସୀ ନୂତନ କରି ଗଢ଼ି ଉଠିଥିବା ଧରମଦ୍ୱାର ଗ୍ରାମର ମଧ୍ୟସ୍ଥଳରେ ସ୍ଥାପନ କରିଥିଲେ, ଯାହା ଅଦ୍ୟାବଧି ବିଦ୍ୟମାନ। ପରବର୍ତ୍ତୀ ସମୟରେ ଶୈବ ଉପାସନାର ଗୁରୁତ୍ୱ ଉପଲବ୍ଧି କରି ଗଣଚକ୍ର ପୀଠର ପୂର୍ବରେ ସ୍ଥାପନ କରନ୍ତି ଶ୍ରୀ ଶ୍ରୀ ମହାଦେବଙ୍କ ଶିବଲିଙ୍ଗ ଓ ନିର୍ମାଣ କରନ୍ତି ଭବ୍ୟ ମନ୍ଦିର, ଯାହା ଝଗଡ଼େଶ୍ୱର ଶିବ ମନ୍ଦିର ନାମରେ ଖ୍ୟାତ।
କଚ୍ଚା ଓ ପକ୍କା ସର୍ବମୋଟ 230 ଗୋଟି ଘରକୁ ନେଇ ମୋ ଗାଁ ଧର୍ମଦୁଆର। ପୂର୍ବ, ପଶ୍ଚିମ ଓ ଉତ୍ତର ଏମିତି 3ଟି ୱାର୍ଡରେ ବିଭକ୍ତ। ଗ୍ରାମର ମୋଟ ଜନସଂଖ୍ୟା ପାଖାପାଖି 1100। ଅବସ୍ଥିତି ଦୃଷ୍ଟିରୁ ଗ୍ରାମର ପୂର୍ବରେ ଆକନାଚଡ଼, ପାଳସାହି ଚଡ଼, ପାଳଚମ୍ପି ବସ୍ତି, ସୁବର୍ଣ୍ଣରେଖା ନଦୀ, ଦକ୍ଷିଣ ପୂର୍ବରେ ରାଜା ଭୈରବଙ୍କ ମନ୍ଦିର, ମାଳିକୁଦ ଚଡ଼, ଦକ୍ଷିଣରେ ମାଳିକୁଦ ଗ୍ରାମ ଓ କେତେକାଂଶରେ ଘଣ୍ଟୁଆ ଗ୍ରାମ, ପଶ୍ଚିମ ଦିଗରେ ଘଣ୍ଟୁଆ ଗ୍ରାମ, ଦହଣ, ଉପରପାଳ, ମଝିପଡ଼ା ଗ୍ରାମ ଏବଂ ଉତ୍ତରରେ ମାନପୁର ଗ୍ରାମ, ଦିଚୌକା, ପାଞ୍ଚପାହ୍ୟା, ନମକନାଚଡ଼, ସୁବର୍ଣ୍ଣରେଖା ନଦୀ ଓ ସୁବର୍ଣ୍ଣରେଖା ନଦୀର ଦକ୍ଷିଣ ପାର୍ଶ୍ୱସ୍ଥ ବଡ଼ ଆଡ଼ିବନ୍ଧ। ଧର୍ମଦ୍ୱାର ଗ୍ରାମର ମୁଖ୍ୟ ରାସ୍ତାଟି ଗ୍ରାମର ଦକ୍ଷିଣ ଦିଗରେ ପୂର୍ବ ପଶ୍ଚିମ ହୋଇ ଲମ୍ବି ଦକ୍ଷିଣରେ କୁଦ ଓ ବଡ଼କସବା ଗ୍ରାମ ମଧ୍ୟ ଦେଇ ଗତି କରି ଜଗନ୍ନାଥ ସଡ଼କ ସହ ସଂଲଗ୍ନ, ଯାହା ପୂର୍ବରେ ବାଲିଆପାଳ ପଞ୍ଚାୟତ ସମିତି କାର୍ଯ୍ୟାଳୟକୁ ସଂଯୋଗ କରିଛି। ଉକ୍ତ ମୁଖ୍ୟ ରାସ୍ତାଟି ପଶ୍ଚିମକୁ ଗତି କରି ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ, ହସ୍ପିଟାଲ ହୋଇ ଦକ୍ଷିଣ ପଶ୍ଚିମରେ ସୁବର୍ଣ୍ଣରେଖା ମହାବିଦ୍ୟାଳୟ, ମା ମଙ୍ଗଳା ମନ୍ଦିର ଓ କୃଷି ବିଜ୍ଞାନ କେନ୍ଦ୍ରକୁ ଯୋଗ କରିଅଛି ଏବଂ ଉତ୍ତର ପଶ୍ଚିମ ଆଡ଼କୁ ମଝିପଡ଼ା ଗ୍ରାମ ମଧ୍ୟ ଦେଇ ନିଖିରା ପଞ୍ଚାୟତ କାର୍ଯ୍ୟାଳୟକୁ ସଂଯୋଗ କରିଅଛି। ସଡ଼କ ପଥରେ ବାଲେଶ୍ୱର ଜିଲ୍ଲାର ସଦର ମହକୁମା ଠାରୁ ପାଖାପାଖି 50 କିଲୋମିଟର ଉତ୍ତର ପୂର୍ବ ଦିଗରେ ଧର୍ମଦ୍ୱାର ଗ୍ରାମ ଅବସ୍ଥିତ। ସୁବର୍ଣ୍ଣରେଖା ନଦୀର ଦକ୍ଷିଣ ପାର୍ଶ୍ୱରେ ଏକମାତ୍ର ଗ୍ରାମ ଭାବରେ ଧର୍ମଦ୍ୱାର ଗ୍ରାମଟି ସ୍ୱାଧୀନତାର ପରବର୍ତ୍ତୀ ସମୟରେ ଦୀର୍ଘ ଦଶନ୍ଧି ଧରି ରହିଆସିଥିଲା ଜଳେଶ୍ୱର ବ୍ଲକ, ଜଳେଶ୍ୱର ତହସିଲ ଓ ଜଳେଶ୍ୱର ଥାନା ଅଧୀନରେ ଏବଂ ଭୋଗରାଇ ବିଧାନସଭା ନିର୍ବାଚନ ମଣ୍ଡଳୀରେ। ସେତୁ ନଥିବା ସୁବର୍ଣ୍ଣରେଖା ନଦୀ ପାର ହୋଇ ସରକାରୀ ତଥା ବ୍ୟକ୍ତିଗତ କାର୍ଯ୍ୟ ନିମନ୍ତେ ଉପରୋକ୍ତ ଅଫିସକୁ ଯିବାର ଅକଥନୀୟ ଦୁଃଖ ଦୁର୍ଦ୍ଦଶା ଆଜି ବି ଗ୍ରାମବାସୀଙ୍କୁ ଘର୍ମାକ୍ତ କରାଏ। ତେବେ ଖୁସିର କଥା, ସମ୍ପ୍ରତି ଧର୍ମଦ୍ୱାର ଗ୍ରାମଟି ବାଲିଆପାଳ ବ୍ଲକ, ବାଲିଆପାଳ ତହସିଲ, ବସ୍ତା ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ସ୍ଥଳେ ଥାନାଟି କିନ୍ତୁ ଏବେ ବି ଜଳେଶ୍ୱରରେ ରହିଅଛି। ଗ୍ରାମଟି ବାଲିଆପାଳ ଥାନା ଅଧୀନକୁ ଆସିବା ପାଇଁ ପ୍ରଶାସନିକ ହସ୍ତକ୍ଷେପର ଆବଶ୍ୟକତା ଗ୍ରାମବାସୀ ଉପଲବ୍ଧି କରନ୍ତି। ଗ୍ରାମର ସର୍ବବିଧ ଉନ୍ନତିକୁ ଦୃଷ୍ଟିରେ ରଖି ତତ୍କାଳୀନ ଗ୍ରାମବାସୀ ଶିକ୍ଷାକୁ ପ୍ରାଥମିକତା ଦେଇ 1956 ମସିହାରେ ଗ୍ରାମରେ ଏକ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରନ୍ତି। ଅଭିଜ୍ଞ ଶିକ୍ଷକମାନଙ୍କ ତତ୍ତ୍ୱାବଧାନରେ ଗ୍ରାମର ଛାତ୍ରଛାତ୍ରୀଙ୍କ ସଫଳତା ମଧ୍ୟ ଇଂରାଜୀ ବିଦ୍ୟାଳୟଟିଏ ପ୍ରତିଷ୍ଠା ପାଇଁ ଗ୍ରାମବାସୀଙ୍କୁ ପ୍ରେରଣା ଯୋଗାଇଥିଲା। ଫଳସ୍ୱରୂପ 1983 ମସିହାରେ ଧର୍ମଦ୍ୱାର ମଧ୍ୟ ଇଂରାଜୀ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା। ଗ୍ରାମ ବିଦ୍ୟାଳୟରୁ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଛାତ୍ରଛାତ୍ରୀମାନେ ଉଚ୍ଚତର ଶିକ୍ଷା ଲାଭ କରି ସମ୍ପ୍ରତି ସମାଜର ବିଭିନ୍ନ ସ୍ତରରେ ସୁନାମ ଅର୍ଜନ କରିବା ସଙ୍ଗେ ସଙ୍ଗେ ବିଦ୍ୟାଳୟ ଓ ଗ୍ରାମକୁ ଗୌରବାନ୍ୱିତ କରିପାରିଛନ୍ତି। ଧର୍ମଦ୍ୱାର ଗ୍ରାମଟି କେଉଁ ଆବାହମାନ କାଳରୁ ଏକ କୃଷିପ୍ରଧାନ ଗ୍ରାମ ଭାବରେ ପରିଚିତ। ଗ୍ରାମର ଭୌଗୋଳିକ ଅବସ୍ଥିତିକୁ ଅନୁଧ୍ୟାନ କଲେ ଗ୍ରାମର ପ୍ରାୟ ଚାଷ ଜମି ବର୍ଷା, ବନ୍ୟା ଓ ବାତ୍ୟା ପରି ପ୍ରାକୃତିକ ଦୁର୍ବିପାକର ଶିକାର ହୋଇ ଆସିଅଛି। ଫଳସ୍ୱରୂପ କ୍ରମାଗତ ଭାବରେ ଗ୍ରାମବାସୀଙ୍କର ଆର୍ଥିକ ମାନଦଣ୍ଡ କ୍ଷତିଗ୍ରସ୍ତ ହୋଇଥାଏ। ତଥାପି ଭାଙ୍ଗି ନ ପଡ଼ି ଚାଷୀ ଭାଇମାନେ ଦୋରସା ପଟୁମାଟି ପୁଷ୍ଟ ନିଜର ଚାଷ ଜମିରେ ମୁଣ୍ଡଝାଳ ତୁଣ୍ଡରେ ମାରି ଦିନରାତି ଏକ କରି ଲାଗି ପଡ଼ନ୍ତି ଓ ହଜେଇ ଦିଅନ୍ତି ପ୍ରଚୁର ସମ୍ଭାବନା ଓ ସୁନେଲି ଭବିଷ୍ୟତର ଆଶାରେ। ସତରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର, ସେହି ସିନା ଦୁନିଆକୁ ଯୋଗାଉଛି ଆହାର।
ପଂକ୍ତିଟି ଭରିଦିଏ ମୋ ଗାଁର ଚାଷୀ ଭାଇଙ୍କ ମନରେ ଅଦମ୍ୟ ପ୍ରାଣ ପ୍ରାଚୁର୍ଯ୍ୟ। ଗ୍ରାମର ଚାଷୀ ଭାଇମାନେ ବର୍ଷର ବିଭିନ୍ନ ଋତୁରେ ଭିନ୍ନ ଭିନ୍ନ କିସମର ଅର୍ଥକାରୀ ଫସଲ ଓ ପନିପରିବା ଚାଷ କରିଥାନ୍ତି। ଏକଦା ଧାନର ଅଭାବ ପୂରଣ କରିବା ପାଇଁ ଆଶୁଧାନ ଅପେକ୍ଷାକୃତ ଉଚ୍ଚ ଜମିରେ ଚାଷ କରାଯାଉଥିଲା। ମାତ୍ର ଅଧିକ ଅମଳକ୍ଷମ ଧାନ ଆରମ୍ଭ ହେବା ପରେ ଆଶୁଧାନ ସମ୍ପୂର୍ଣ୍ଣ ଲୁପ୍ତ। ଗ୍ରାମବାସୀଙ୍କ ଆର୍ଥିକ ଉନ୍ନତିରେ ନଳିତା ପରି ଅର୍ଥକାରୀ ଫସଲ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଆଜି ବି ନଳିତା ଚାଷର ଯଥେଷ୍ଟ ଚାହିଦା ଆମ ଗ୍ରାମରେ ରହିଛି। ଗ୍ରାମରେ ଏକଦା ବହୁଳ ଭାବରେ ଆଖୁ ଚାଷ କରାଯାଉଥିଲେ ବି ଆଜି ତାହା ବାଧାପ୍ରାପ୍ତ। ଗ୍ରାମ ବାହାରେ ଥିବା ଚାଷ ଜମିରେ ଶାରଦ ଧାନ ଚାଷ କରାଯାଉଥିବା ବେଳେ ଗ୍ରାମର ତଳିଆ ଜମିରେ ଡାଳୁଅ ଧାନ ପ୍ରାୟତଃ ଚାଷ କରାଯାଏ। ଧର୍ମଦ୍ୱାର ଗ୍ରାମ ମୁଖ୍ୟତଃ ପନିପରିବା ଚାଷ ପାଇଁ ପ୍ରସିଦ୍ଧ ଏବଂ ସ୍ଥାନୀୟ ବଜାରରେ ଧର୍ମଦ୍ୱାର ଗ୍ରାମର ପନିପରିବାର ଯଥେଷ୍ଟ ଚାହିଦା ଓ ଆଦର ରହିଛି। ରବି ଋତୁରେ ମୁଖ୍ୟତଃ ବାଇଗଣ, ଟମାଟୋ, ଆଳୁ, ଫୁଲକୋବି, ବନ୍ଧାକୋବି, ଗାଜର, ମୂଳା, ବିନ୍ସ, ମଟର, ବିଟ୍, ଶାଗ ଇତ୍ୟାଦି ଚାଷ କରାଯାଉଥିବା ବେଳେ ବର୍ଷର ଅନ୍ୟ ସମୟରେ ପୋଟଳ, କୁନ୍ଦୁରି, ପୋଇ ପରି ପନିପରିବା ଚାଷ କରାଯାଏ। ଏତଦ୍‌ବ୍ୟତୀତ ମୁଗ, ବିରି ଓ ଚିନାବାଦାମ ପରି ଅର୍ଥକାରୀ ଫସଲ ବହୁଳ ଭାବରେ ଆମ ଗ୍ରାମରେ ଚାଷ କରାଯାଏ। ଶୀତ ଦିନରେ ଉତ୍ତର ଦିଗରୁ ସୁବର୍ଣ୍ଣରେଖା ଉପର ଦେଇ ବହି ଆସୁଥିବା ହାଡ଼ଭଙ୍ଗା କାଲୁଆବାକୁ ଖାତିର ନ କରି ଗାଁର ଚଷା ପୁଅ ତା ପନିପରିବା କ୍ଷେତରେ ଆଣ୍ଠେଇ ହୋଇ ତା ଶିରାଳ ହାତରେ ମଟାଳ ମାଟିକୁ ଖୋଳି ଉଖାରି ଉଷୁମ ଟାଣି ଶ୍ରମ ସାର୍ଥକର ସ୍ୱପ୍ନ ଦେଖୁଥାଏ। ଏକାଧିକ ଉଠା ଜଳସେଚନ ପ୍ରକଳ୍ପ ଆମ ଜଳସେଚନର ମାଧ୍ୟମ ଓ ଚାଷୀଙ୍କ ବଳ। କଟିନଈ ଆଡ଼ିର ଗାଁ ପଦାରୁ ପତଳା କୁହୁଡ଼ି ଆଚ୍ଛାଦିତ ନିଷ୍ପ୍ରଭ ନୀଳ ଆକାଶ ତଳର ହଳଦିଆ ସୋରିଷ କ୍ଷେତ ଆଉ ସୁନୀଳ ଆକାଶ ତଳେ ଗହମ ବିଲର ଅବର୍ଣ୍ଣନୀୟ ସବୁଜିମାର ପୃଥିବୀଟା ଖୁବ୍ ସୁନ୍ଦର ଦିଶେ ଓ ମନକୁ ମୁଗ୍ଧ କରେ। ଏହିଠାରୁ ବିଶେଷ କରି କୃଷିକ୍ଷେତ୍ରର ବର୍ଣ୍ଣବିଭା ସମସ୍ତଙ୍କୁ ବିମୋହିତ ଓ ଆମୋଦିତ କରିଥାଏ ସବୁ ସମୟରେ। ଦୂରରୁ ଘନ ଅରଣ୍ୟାନୀର ଭ୍ରମ ସୃଷ୍ଟି କରୁଥିବା ମୋ ଗାଁ ଡେଙ୍ଗା ଡେଙ୍ଗା ନଡ଼ିଆ, ଗୁଆ ତଥା ଆମ୍ବ, ନିମ୍ବ, ପଣସ, ବର, ଅଶ୍ୱତ୍ଥ ଆଦି ବୃକ୍ଷରାଜିର ସ୍ଥାୟୀ ସବୁଜିମାରେ ସଜେଇ ହୋଇ ସଦା ସତେଜ ଓ ସୁନ୍ଦର। ଦେଖନ୍ତୁ, ସବୁଜିମା ବିମଣ୍ଡିତ ଏକ ପ୍ରାକୃତିକ ପରିବେଶ ସୃଷ୍ଟି କରିବାରେ ବର୍ତ୍ତମାନର ଯୁବପିଢ଼ିଙ୍କ ଆପ୍ରାଣ ଉଦ୍ୟମ ଅତ୍ୟନ୍ତ ପ୍ରଶଂସନୀୟ। କଟିନଈ ସଂଲଗ୍ନ ଗ୍ରାମର ମୁଖ୍ୟ ପଦା, ଶ୍ମଶାନ, ଗ୍ରାମର ମୁଖ୍ୟ ବନ୍ଧ ଆଦିରେ ବନୀକରଣ କରାଯାଇ ସୁରକ୍ଷିତ ରଖାଯାଇପାରିଛି। ଫଳସ୍ୱରୂପ ପରିବେଶ ସୁରକ୍ଷା ସଙ୍ଗେ ସଙ୍ଗେ ଗ୍ରାମର ଯେକୌଣସି ମୃତ ବ୍ୟକ୍ତିଙ୍କ ଶବ ସତ୍କାର ନିମନ୍ତେ ଏହି ଗ୍ରାମ୍ୟ ଜଙ୍ଗଲ ତାର ଆବଶ୍ୟକତା ପୂରଣ କରିବାରେ ସହାୟକ ହୋଇଛି। ଆମ ପୂର୍ବପୁରୁଷଙ୍କ ନିର୍ଭୀକତା, ସାହସିକତା, ବୁଦ୍ଧିମତା ଓ ଦକ୍ଷତାର କଥା ମନେ ପଡ଼ିଲେ ଅତୀତଟା କଡ଼ ଲେଉଟାଏ। ଆମର ଚଡ଼ ଓ ପାଳର କଳେବର ବୃଦ୍ଧିରେ ସେମାନଙ୍କର ଅବଦାନ ଚିରସ୍ମରଣୀୟ। ସ୍ଥାନୀୟ ବଜାରରେ ଦାଦାବଟି ନାମରେ ନିରୀହ କୃଷକଙ୍କଠାରୁ ଆଦାୟ ଚାନ୍ଦାର ବିରୋଧ କରି ଦମନ କରିବାର ସାହସିକତା ଦେଖାଇଥିବା ମୋ ଗାଁର ସାହସୀ ମଣିଷମାନେ ପ୍ରାତଃ ସ୍ମରଣୀୟ। ଆମ ପାଇଁ ଏହା କମ୍ ଗର୍ବ ଓ ଗୌରବର କଥା ନୁହେଁ। ଆଧ୍ୟାତ୍ମିକତା ଦୃଷ୍ଟିକୋଣରୁ ବିଚାର କଲେ ଧର୍ମଦ୍ୱାର ଗ୍ରାମବାସୀମାନେ ଅତ୍ୟନ୍ତ ଧର୍ମପ୍ରାଣ, ସରଳ, ନିଷ୍କପଟ ଓ ଈଶ୍ୱର ବିଶ୍ୱାସୀ। ନିଦର୍ଶନ ସ୍ୱରୂପ ଏହି ମାଟିର ମଣିଷ, ଏହି ମାଟିର ଭକ୍ତ
ମାର୍କଣ୍ଡ ଦାସଙ୍କର ଏକନିଷ୍ଠ ଭକ୍ତି ଓ ସମର୍ପଣ ପାଖରେ ପ୍ରକୃତି ବନ୍ଧା ପଡ଼ିଯାଏ, ପବନ ହାମୁଡ଼ିଯାଏ, ବର୍ଷଣ ମୁଖର ମେଘ ବି ତାର ଗତିପଥ ବଦଳେଇ ପାରେ। ଫଳସ୍ୱରୂପ ସୁରୁଖୁରୁରେ ସମ୍ପନ୍ନ ହୁଏ ତାଙ୍କର ଅଷ୍ଟପ୍ରହରୀ। ଭକ୍ତ ଦାସିଆ ବାଉରୀ ନ ହୋଇପାରନ୍ତି, ବନ୍ଧୁ ମହାନ୍ତି ବି ନ ହୋଇପାରନ୍ତି, ତଥାପି ମାର୍କଣ୍ଡ ଦାସ ଏକ ଅନାଲୋଚିତ ଚର୍ଚ୍ଚାବିରତ ନିଆରା ବୈଷ୍ଣବ ଭକ୍ତଟିଏ। ତାଙ୍କ ଭକ୍ତି ମାର୍ଗ ଆଜିର ମଣିଷମାନଙ୍କୁ ଆଧ୍ୟାତ୍ମିକତାର ଆଲୋକରେ ବି ଉଦ୍ଭାସିତ କରେ। ଭକ୍ତି ମାର୍ଗରେ ଗ୍ରାମବାସୀଙ୍କୁ ପ୍ରଭାବିତ କରିବା ପାଇଁ ପରବର୍ତ୍ତୀ ସମୟରେ ଗ୍ରାମରେ ଗଢ଼ି ଉଠିଛି ମା ଚଣ୍ଡୀଙ୍କ ମନ୍ଦିର, ଜଗନ୍ନାଥ ମନ୍ଦିର। ସମ୍ପ୍ରତି ଗ୍ରାମରେ ଏକ ଭବ୍ୟ ଏବଂ ନବ୍ୟ ରାଧାକୃଷ୍ଣ ମନ୍ଦିର ମଧ୍ୟ ପ୍ରତିଷ୍ଠାର ଅପେକ୍ଷା ରଖେ ନିକଟ ଭବିଷ୍ୟତରେ। ଗ୍ରାମବାସୀମାନେ ପ୍ରତ୍ୟହ ଦେବାଦେବୀଙ୍କ ପୂଜାର୍ଚ୍ଚନା କରିବା ସଙ୍ଗେ ସଙ୍ଗେ ଗ୍ରାମରେ ସନ୍ଧ୍ୟାରେ ଶିବାଳୟ ବେଢ଼ାରେ ସଂକୀର୍ତ୍ତନ, ଭାଗବତ ପାଠ ଓ ଧର୍ମଚର୍ଚ୍ଚା ମଧ୍ୟ କରିଥାନ୍ତି। 12 ମାସରେ 13 ପର୍ବ ପାଳନ କରୁଥିବା ଗ୍ରାମ ଧର୍ମଦୁଆର। ରଜ ପର୍ବରୁ ଆରମ୍ଭ କରି ରଥଯାତ୍ରା, ଶ୍ରାବଣରେ ମହାଦେବଙ୍କ ଜଳାଭିଷେକ, ଶ୍ରୀ ଗଣେଶ ଚତୁର୍ଥୀ, ନବରାତ୍ର ଅବସରରେ ମା ଗଣଚକ୍ର ଓ ମା ଚଣ୍ଡୀଙ୍କ ପୀଠରେ ପୂଜାର୍ଚ୍ଚନା, କୁମାର ପୂର୍ଣ୍ଣିମାରେ ଗଜଲକ୍ଷ୍ମୀ ପୂଜା, ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ପଞ୍ଚକ ତଥା ଘରେ ଘରେ ଗର୍ଭଣା ସଂକ୍ରାନ୍ତି, ମହିଳାମାନଙ୍କର ମାର୍ଗଶିରର ମାଣବସା ଲକ୍ଷ୍ମୀ ପୂଜା, ମାଘର ବସନ୍ତ ପଞ୍ଚମୀ ସହ ଦୀପାବଳି, ହୋଲି, ଅଘିରା ପୁନେଇ ତଥା ଉତ୍କଳୀୟ ପରମ୍ପରା ଅନୁସାରେ ସମସ୍ତ ବାର, ବ୍ରତ, ଓଷା ଆଦି ଗ୍ରାମବାସୀଙ୍କ ଦ୍ୱାରା ପାଳନ କରାଯାଏ। ଗ୍ରାମକୁ ଖୁସିରେ ଭରିଦିଏ ଛୋଟ ଛୋଟ ଝିଅଙ୍କ ପୁଚି ଓ ଦୋଳି ଖେଳ। ବର୍ଷ, ଦିନ, ବାର, ତାରିଖ ନିର୍ଦ୍ଦିଷ୍ଟ ଭାବରେ କହି ନହେଲେ ବି କାହିଁ କେଉଁ ବର୍ଷରୁ 24 ପ୍ରହରୀ ନାମଯଜ୍ଞ ବା 14 ମାଦଳ ମହୋତ୍ସବ ଧୁମଧାମରେ ପାଳନ କରି ଏ ଅଞ୍ଚଳରେ ବିଶେଷ ପରିଚିତି ସୃଷ୍ଟି କରିପାରିଛି ମୋ ଗାଁ ଧର୍ମଦୁଆର। ଅନ୍ନଦାନ ମହାପୁଣ୍ୟ, ଏହା ହିଁ ଆମ କୃଷି ପ୍ରଧାନ ଗ୍ରାମ ଧର୍ମଦୁଆରର ବୈଶିଷ୍ଟ୍ୟ। ଗ୍ରାମର ବୈଷ୍ଣବ ସମ୍ପ୍ରଦାୟ, ଅଲେଖ ମହିମା ଭକ୍ତ, ଆର୍ଯ୍ୟ ସମାଜ, ପ୍ରଜାପିତା ବ୍ରହ୍ମକୁମାରୀ ତଥା ଠାକୁର ଅନୁକୂଳଚନ୍ଦ୍ରଙ୍କ ଭକ୍ତମାନେ ବର୍ଷର ବିଭିନ୍ନ ସମୟରେ ଧାର୍ମିକ ଅନୁଷ୍ଠାନମାନ କରି ଗ୍ରାମର ଆଧ୍ୟାତ୍ମିକ ପରିବେଶକୁ ସରସ ସୁନ୍ଦର କରିଥାନ୍ତି। ଖେଳକୁଦକୁ ବିଚାରକୁ ନେଲେ ଅତୀତର ଡୁଡୁ, ସୀତାଚୋରି, ବହୁଚୋରି, ପାକିଲ ଦାଣ୍ଡିଆ, ଗିଲା ଦାବାଡ଼ି ଆଦି ଦେଶୀ ଖେଳ ସମ୍ପ୍ରତି ସମ୍ପୂର୍ଣ୍ଣ ଲୋପ ପାଇଯାଇଛି। ଏକଦା ଗ୍ରାମର ଯୁବ ଖେଳାଳିମାନେ କବାଡ଼ିରେ ଗ୍ରାମ ପାଇଁ ଖୁବ୍ ସୁନାମ ଆଣିଦେଇଥିଲେ, ଅଥଚ ଆଜି ସେସବୁର ଝଲକ ଦେଖିବାକୁ ମିଳେନା, କେବଳ କ୍ରିକେଟ ପରି ଖେଳକୁ ଛାଡ଼ିଦେଲେ। ତେବେ ଭଲିବଲ ଓ ଫୁଟବଲ ଖେଳକୁ ଅଗ୍ରାଧିକାର ଦେବା ପାଇଁ ନୂତନ ଯୁବପିଢ଼ିଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ। କଳା ଓ ସଂସ୍କୃତି ପ୍ରତି ଗ୍ରାମବାସୀଙ୍କର ରହିଛି ଏକ ସର୍ବକାଳୀନ ଆଦର ଓ ଆକର୍ଷଣ। ଏକଦା ଗ୍ରାମର କଳାକାରମାନଙ୍କ ଦ୍ୱାରା ଗଢ଼ି ଉଠିଥିବା ଥିଏଟର ଦଳ, ଯାତ୍ରା ଦଳ ଆଜି ସମ୍ପୂର୍ଣ୍ଣ ଲୁପ୍ତ। ହଜିଯାଇଛି ଦାସକାଠିଆ, ବାଦିପାଲା, ବାଘାମ୍ବର ପାଲା, କୃଷ୍ଣପାଲା ଆଦି। ନୂତନ ରୂପରେ ସାଂସ୍କୃତିକ ଭିତ୍ତିଭୂମି ଗଠନର ଆବଶ୍ୟକତାକୁ ପୂରଣ ନିମନ୍ତେ ଯୁବପିଢ଼ିଙ୍କୁ ନେଇ ଗ୍ରାମବାସୀମାନେ ଖୁବ୍ ଆଶାବାଦୀ।
ଗ୍ରାମର ନେତାଜୀ ଯୁବକ ସଂଘ ଓ ବୃନ୍ଦାବତୀ ପାଠାଗାର ଆଜି ନିଷ୍କ୍ରିୟ। ଗ୍ରାମବାସୀଙ୍କ ହିତରେ ଏହାର ପୁନରୁଦ୍ଧାରର ସମୟ ଉପସ୍ଥିତ। ସରକାରଙ୍କ ଶିଶୁ ବିକାଶ କାର୍ଯ୍ୟକ୍ରମ ଯୋଜନାରେ ଗ୍ରାମରେ 2 ଗୋଟି ଅଙ୍ଗନବାଡ଼ି କେନ୍ଦ୍ର ଆଜି କାର୍ଯ୍ୟକ୍ଷମ। ମହିଳା ସଶକ୍ତିକରଣ ନିମନ୍ତେ ବିଭିନ୍ନ ସଂଗଠନ ମଧ୍ୟ ଗ୍ରାମରେ ଗଠନ କରାଯାଇଛି। ଗ୍ରାମବାସୀମାନଙ୍କର ଦୈନନ୍ଦିନ ଆବଶ୍ୟକତାର ପୂରଣ ପାଇଁ ବିଭିନ୍ନ ସ୍ଥାନରେ ଗଢ଼ି ଉଠିଛି ଦୋକାନ ଓ ବଜାରମାନ। ଆମର ମହାନ ପୂର୍ବପୁରୁଷ ଓ ବରପୁତ୍ରମାନଙ୍କର ଗ୍ରାମ ପ୍ରତି ସର୍ବକାଳୀନ ଅବଦାନ ନିମନ୍ତେ ଇତ୍ୟବସରରେ ଗ୍ରାମବାସୀଙ୍କ ତରଫରୁ କୋଟି ପ୍ରଣିପାତ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ। ମୋ ଗାଁକୁ ଉନ୍ନତ ଓ ଗୌରବାନ୍ୱିତ କରିବାର ପ୍ରଥମ ଶ୍ରେୟ ଚାଷୀ ଭାଇମାନଙ୍କର। ଅଧିକନ୍ତୁ ସମାଜର ବିଭିନ୍ନ ବିଭାଗରେ ଉଚ୍ଚ ପଦପଦବୀରେ ଅବସ୍ଥାପିତ ହୋଇ ଗ୍ରାମକୁ ଜନମାନସରେ ପରିଚିତ କରେଇ ମହିମା ମଣ୍ଡିତ କରିଥିବା ସେହି କୃତି ସନ୍ତାନମାନଙ୍କୁ ଗାଁ ନିଜର ଗର୍ବ ବୋଲି ବିବେଚନା କରେ। ଏହି ମାଟି ତିଆରି କରିଛି ଆଦର୍ଶ ଶିକ୍ଷକ, ଲୋକପ୍ରିୟ ରାଜନେତା, ଅଭିଜ୍ଞ ଡାକ୍ତର, ଇଞ୍ଜିନିୟର ଆଦି କୃତି ସନ୍ତାନ, ଯେଉଁମାନେ ଏ ଗାଁ ପାଇଁ ଗର୍ବ ଓ ଗୌରବ। ମେଧାବୀ ଛାତ୍ରଛାତ୍ରୀ ରାଜ୍ୟ ଓ ଦେଶର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ତଥା ଦେଶ ବାହାରେ ମଧ୍ୟ ଅଧ୍ୟୟନରତ। ପୁଲିସ ଓ ସେନା ବିଭାଗରେ କାର୍ଯ୍ୟରତ ବୀର ଯବାନଙ୍କୁ ସଲାମ କରେ ମୋ ଗାଁ। ଗ୍ରାମର ଯୁବକମାନେ ଜୀବନ ଜୀବିକା ନିମନ୍ତେ ପ୍ରବାସରେ ବିଭିନ୍ନ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଗ୍ରାମର ସ୍ମୃତିରେ ଆକ୍ତାମାକ୍ତା ହେଲାବେଳେ ଏହି ଗାଁର କବି ଭାବବିହ୍ୱଳ ହୋଇ ଗାଇ ଉଠନ୍ତି, ଫେରିବି ଫେରିବି ଗୋହିରୀ, ଫେରିବି ତ ସରଳ କୋଳକୁ, ଗରଳ ନିସ୍ତାର ପାଇଁ ସର୍ବାଙ୍ଗେ ମୁଁ ବୋଳି ହେବି ତୋ ଅମୃତ ଧୂସର ଧୂଳିକୁ। ଅବସରରେ ଗ୍ରାମର ସମସ୍ତ ଗ୍ରାମବାସୀଙ୍କ ଅବଦାନକୁ ସ୍ମରଣ କରୁଥିଲା ବେଳେ ନିଆରା ମଣିଷ ସ୍ୱର୍ଗତ ଭାସ୍କର ରଣାବା ବାଦ ଯାଆନ୍ତେ କିପରି? ପ୍ରକୃତ ସତ୍ୟର ଅବତାରଣା କରିବାକୁ ଯାଇ କୁହାଯାଇପାରେ ଯେ ଗ୍ରାମବାସୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ମନାନ୍ତର ଓ ମତାନ୍ତର ଘଟିଛି। ପୁନଶ୍ଚ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଗ୍ରାମର ବିକାଶ ପାଇଁ ଏକ ହୋଇ ଆଗଭର ବି ହୋଇଛନ୍ତି। ଗ୍ରାମବାସୀଙ୍କ ମଧ୍ୟରେ କେଉଁ ଆବହମାନ କାଳରୁ ଶୃଙ୍ଖଳା ରକ୍ଷା କରି ଶାନ୍ତିରେ ଦୈନନ୍ଦିନ ଜୀବନ ଓ ଜୀବିକା ନିର୍ବାହ କରିବା ପାଇଁ ଗ୍ରାମର ଜଣେ ଦକ୍ଷ, ବିଚକ୍ଷଣ ଓ ବିଚାରବନ୍ତ ବ୍ୟକ୍ତିଙ୍କୁ ମୁରବୀ ବା ମୁଖିଆ ଭାବରେ ମନୋନୟନ କରି ତାଙ୍କୁ ସାହାଯ୍ୟ କରିବା ପାଇଁ ଏକ ସର୍ବସମ୍ମତ କମିଟି ଚୟନ କରାଯାଇ ଆସୁଅଛି। ପଡ଼ୋଶୀ ଗ୍ରାମମାନଙ୍କ ସହ ଧର୍ମଦ୍ୱାର ଗ୍ରାମର ସର୍ବଦା ଉତ୍ତମ ସମ୍ପର୍କ, ଭ୍ରାତୃଭାବ ହିଁ ଆମ ଗ୍ରାମବାସୀଙ୍କ ମହନୀୟତାର ପରିଚୟ ଦିଏ। ଦିନ ଥିଲା ମୋ ଗାଁକୁ ସକାଳ ଆସୁଥିଲା କୁକୁଡ଼ାର ଡାକରେ ଓ ବଳଦ ତଥା ଗାଈ ଗୋଠର ହମ୍ବାରଡ଼ିର ଗୋଧୂଳି ଲଗ୍ନରେ ଅନ୍ଧାର ନଇଁ ଆସୁଥିଲା। ସମୟ ବଦଳିଛି। ଦେଶୀ କୁକୁଡ଼ା, ବଳଦ, ଗାଈ, ହଳ ଲଙ୍ଗଳ, ବିଦା, ଢିଙ୍କି, ଶିକା, ଠଣା ସେମାନଙ୍କର ଠିକଣା ହଜାଇ ସାରିଲେଣି। ମନ୍ତ୍ର, ତନ୍ତ୍ର, ଭୂତ, ପ୍ରେତ, ଡାହାଣୀ ଚିରିଗୁଣିର ବିଶ୍ୱାସ, ଅବିଶ୍ୱାସ ଓ ଅନ୍ଧବିଶ୍ୱାସ ଆଜି ବି ତାର ସତ୍ତା ବଜାୟ ରଖିଛି ମୋ ଗାଁର ମଣିଷମାନଙ୍କ ଭିତରେ। ସରଳ ମଣିଷର ମାଟି ଧର୍ମଦୁଆର, ନିର୍ଭୀକ ମଣିଷର ମାଟି ଧର୍ମଦୁଆର, ସ୍ୱାଭିମାନୀ ମଣିଷର ମାଟି ଧର୍ମଦୁଆର। ଏ ମାଟିର ପୁଅ ଗଢ଼ିବା ପାଇଁ ଲଢ଼ିବା ଶିଖିଛି। ନିଜ ଗାଁର ନାମକୁ ସାର୍ଥକ କରିବା ପାଇଁ କାହାର ଦାନର ଅପେକ୍ଷା ରଖେନି, ବରଂ ଅଗ୍ରାଧିକାର ଦେଇ ଆତ୍ମବିଶ୍ୱାସ ଭିତରେ ବଞ୍ଚେ ଓ ବଢ଼େ ଆତ୍ମୀୟତା ଓ ଏକତାକୁ ଆଧାର କରି। ଏକତା ହିଁ ବଳ।
ଗ୍ରାମର ଗ୍ରାମବାସୀ ଏକ ମନ ଏକ ପ୍ରାଣ ହୋଇ ଗ୍ରାମକୁ ବିକାଶ ପଥରେ ଆଗେଇ ନେବାର ଶପଥ ନେଲେ ମୋ ଗାଁ ଧର୍ମଦ୍ୱାର ପ୍ରତି ତା ପୁଅମାନଙ୍କର ହେବ ସର୍ବଶ୍ରେଷ୍ଠ ସମ୍ମାନ। ଏଇଠି ବିତିଛି ଶୈଶବ କୈଶୋର ପ୍ରେମ ବିରହ ଭାବ ଅଭାବ ଜୀବନ ଜୀବିକା ବିଜଡ଼ିତ ଯୁବାବସ୍ଥା ଓ ସମଗ୍ର ଜୀବନର ଆବେଗମୟ ମୁହୂର୍ତ୍ତମାନ। ଏଇ ସେଇ ପଦା କଟିନଈ ଆଡ଼ିର ସେଇ ପଦା ମୋ ଗାଁର ପଦା। ଧନ ସମ୍ପଦ ପ୍ରିୟ ପରିଜନ ମାନ ଅଭିମାନ ଈର୍ଷା ଦ୍ୱେଷ ସବୁର ପୂର୍ଣ୍ଣଚ୍ଛେଦ ଏଇ ପଦାରେ। ଏଇଠି ଲୀନ ହୋଇଯାଏ ପଞ୍ଚଭୂତରେ ଏଇ ନଶ୍ୱର ଶରୀର ଚିତାର ଜୁଇରେ ଜଳି ଜଳି। ଏଇଠି ପୁଣି ଜୀବନ ଶେଷେ ଜଳିବ ଚିତା ନିଆଁଟି। ଏଇଠି ପୁଣି ଜୀବନ ଶେଷେ ଜଳିବ ଚିତା ନିଆଁଟି। ଛୋଟ ମୋର ଗାଁଟି ଛୋଟ ମୋର ଗାଁଟି। ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିୟସୀ। ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିୟସୀ। ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିୟସୀ। ଜୟ ଜଗନ୍ନାଥ। नमस्कार, मु सुभाष नायक ए ग्रामर जड़े युवक। समय बदली दुनिया हेले आज भी बदली ना मो गाँव से काका दादा खुड़ी जेजेबापा जेजेमा डाकर जो माधुर्यता यही गाँ जो गाँव में आम जन्म होइछे कुनी कुनी पादरे यही गाँ रास्ता आम बढ़ीचे। आउ एइटी आमर युवावस्था कैशोर अवस्था पर यही गाँ माटी यही गाँ पदार श्मशान दिने ये पंचभूतर शरीर मिसीज। सतरे मो गाँटा केते नियारा। मो गाँर से संध्या बेलर गाईर हाम्बारेडी आउ मंदिर से घंटी स्वर केते श्रुति मधुर। आज भी मो गाँ दुनिया बहुत आगु को गले आज भी मो गाँ तार नियारा परंपरा नियारा संस्कृति नियारा भाईचारा को नहीं जो स्वाभिमान सहित बंची मो गाँ बहुत गाँ भर अन्यतम। आम गाँव में विभिन्नता मध्य एकता भाईचारापण एक स्वतंत्र परिचय। आसंतु आज आमर ए वीडियो माध्यम आम आपण मानक उपस्थापना करूँ आम ग्रामर किछि वरेण्य व्यक्ति किछि भद्र व्यक्ति एवं आम गाँव किछि गर्व गौरव इंजीनियर डाक्तर प्रोफेसर मानकर एवं ग्रामर मुख्य एवं ग्राम को चलाउथुवा एवं आमको दिग्दर्शन दौथुवा ए ग्रामर किछि वरेण्य व्यक्ति मुहरु आम गाँ प्रति जो उछुली जाइछि तांकर स्नेह प्रेम एवं आत्मीयता भरार जो माधुर्य भाषार किछि श्रुति जहाँ आमे नथिबा किंतु रहीजीव चिरदिन पई आमर ए आजिर ए श्रुति। मो नाटा महेश्वर प्रधान। महेश्वर प्रधान ये गाँर मुख्य मुथिनी बहुत किसी करिछि किंतु आज समस्ते किसी भाग नहीं करिछि आमर। ये गाँर आम मंदिर जो करिछे गाँर मंदिर करिछे सेतेबेले बहुत कष्ट करिछे। ये गाँर अवदान बहुत बहुत किछि। आज ये माने सब ये बड़िया किसी मानुना किंतु आग कालर जो माने पूर्वपुरुष मैंने थिले से माने बहुत किसी कर आम से सहयोग करे तेरे से कथा सब मन पकने प्राण कांदी उठे। गाँर जो महादेव मंदिर भांगी जाता ताकू आम करिचे बहुत कष्ट करी कथा सब मन पड़े प्राण कांदी उठे। हमर गाँव नाम हूँ धर्मद्वार। यही गाँव ग्रामवासी माने अति गरीब लोक एमाने खटी खाई जीवन यापन करती एवं सुखरे शांति रे रहती
ଚାଷ ହେଉଛି ଆମମାନଙ୍କର ଜୀବିକା। ଏଗା ଏମାନେ ସରକାରଙ୍କ ଉପରେ ଯଦିବା ନିର୍ଭର କରନ୍ତି ତଥାପି ଏମାନେ ଚାଷୀ ସକାଳେ ଉଠନ୍ତି ଦିନସାରା ଖଟି ଆସନ୍ତି ଏବଂ ସନ୍ଧ୍ୟାବେଳେ ବିଶ୍ରାମ ନିଅନ୍ତି। ଏପରି ଗାଁ ମୁଁ ପ୍ରାୟ ଅନ୍ୟ କେଇଦିନ ଅନ୍ୟ ଗାଁରେ ବୁଲିଛି, ଏପରି ଲୋକମାନଙ୍କୁ ଦେଖେ ନାହିଁ। ଏମାନେ ଭାରି ଶାନ୍ତ ଶିଷ୍ଟ ଲୋକ। ଏମାନଙ୍କର କେମିତି ଛୁଆ ପିଲାମାନେ ପଢ଼ିବେ ଏଇ ହେଉଛି ସବୁବେଳେ ଚିନ୍ତା। ଭାଗବତ ନାୟକ, ବାପାଙ୍କ ନାମ ହେଉଛି ଶ୍ୟାମସୁନ୍ଦର ନାୟକ। ଏ ଗାଁର ସବୁ ଗୁରୁଜନ ପ୍ରଭୁଜନ ମାନଙ୍କର शुभेच्छा क्रमे आज को मु दीर्घ 25 वर्ष धरी गाँ दायित्व अच्छी एवं ये गाँ दायित्व रही समस्त सहित भाईचार संपर्क रखी श्रृंखला सहित गाँ को चल चली। एसत ये गाँव जड़े विजय कुमार महापात्र गाँ दायित्व रखाही एवं आज पर्यंत आम दुहे गाँटा को श्रृंखला सहित चली चली एवं ये गाँव मुख्य जोटा कि आम पूर्व पीढ़ी स्मृति जे चौदुमा दल अन्नदान हरिनाम अन्नदान ये दुईटा हूँ आम ग्रामर मुख्य कथा जहाँ को आज पर्यंत आम पाली चलीचु एवं जो शिव मंदिर आमर अच्छा पूर्वपुरुष माने स्मृति रखी जाइछंती एवं अतीत भंगारुजा हो जाइतिला तार पुनरुद्धार करी 8 मसीह आम चली चलीचु पूजा पद्धति चली। ग्रामर समस्त भाई कि गरीब कि धनी ये समस्ते आम सामान कहीं कहार विरुद्ध रे आलोचना करवा बा कहा विरुद्ध रे कुछ असुविधा पकड़ा ये सब कथा आम भर ना आउ श्रृंखला सहित रहा ये गाँव गोटे मुख्य उद्देश्य अच्छी आउ सबुबले ग्रामर लोक मैंने चाषी कूल गाँटा समस्ते चाष कर व्यस्त एवं चाषी घर पिला आज ये विद्यालय पाठ पढ़ी किए इंजीनियर डॉक्टर शिक्षक ये सब पद पदवी अच्छा बहु पिला बड़ बड़ कंपानी रे चाकरी करी चली किंतु समस्त गोटे चिंता जे मोरी छोट गाँटी मो आगे बड़ एवं ये गाँटा को आम केमी ग्रामवासी आम समस्ते श्रृंखला सहित भलरे चलवा ये समस्त गोटे उद्देश्य सदाबले एवं एटा गोटे महत उद्देश्य आ जो पूर्व पीढ़ी आम मानकर थिले जो मानकर चिंताधारा रे आम मैंने आज अनुप्राणित होइचु से होचंती आपंकर श्यामसुंदर नायक श्यामसुंदर अंडिया भगीरथ नायक गंगाधर नायक महेश्वर प्रधान आ साधुचरण मासंत जी की आम गाँव प्रथम शिक्षाविद सी आमको बहुत कथा शिखई आमे छात्र पाखे पाठ पढ़ीचु चिर नमस्य पाखे एवं सबू पूर्वपुरुष मान पाखे मु चिर नमस्य हो रोची। मो ना कहमी बर्तमान और मो नाम हूँ अनादि प्रधान घर धर्मद्वार मु जड़े चाषी चाष कै बर्तमान बयस कम है चाषबास ना सारे मुझे घर बस रही तेणु घर अनुष्ठान गाँ अनुष्ठान सबू आम ठाकापो बापा थे सब कर आम पिला सब रही मरामती पुनरुद्धार चलती मादल हुए सेनु लोक 4 दिन 5 दिन खियापिया करती 2,000 3,000 लोक डेली लक्ष्मी पूजा गोटे मो अनुष्ठान अच्छी शिवरात्रि एवं अनुष्ठान सब पालन कर बसिक गाँव में। मो नाम श्री विभूति भूषण अंडिया धर्मद्वार मु ग्राम बहुत दिन आम बयस 70-72 है ये गाँव जो व्यक्ति मैंने आमको शिक्षा देती से भगीरथ नायक श्यामसुंदर अंडिया आ दामोदर दास साधुचरण मासंत यही मानकर अनुसरण आम चली आसुच्छू। आम ग्राम बहुत किसी अनुष्ठान हुए तथा महोत्सव गोटे बड़ पर्व आ लक्ष्मी पूजा
सरस्वती पूजा यू आम पिला सब करती आम ग्राम बहुत किसी उन्नति मुझे आशा कर आम युवपीढ़ी किसी भल काम करूँ। साहू अवसर प्राप्त शिक्षक सुवर्णरेखा नदीर अमृतपुर धर्मद्वार ग्राम मोर घर यह एक छोट छोटिया गाँटीए यही गाँव अधिकांश लोक कृषि उपर निर्भर कर चलती अल्प केतक विभिन्न जगार बम्बे कलिकता दिल्ली अमेरिका विभिन्न दूर जगार व्यवसाय चाकरी करी निजर जीविका निर्वाह करती जो गाँव लोक मैंने सब रही भितर अधिकांश लोक कृषि उपर निर्भर कर चलती समस्त भितर परस्पर सद्भाव रही। डॉक्टर वेणुधर नायक अवसर प्राप्त प्रोफेसर अर्थनीति शास्त्र रे मोर घर धर्मद्वार ग्राम रे मु एई ग्रामरू प्राथमिक एवं उच्च प्राथमिक विद्यालय पास करी पाखर ग्राम रे थिबा घंटुआ सहयोग हाई स्कूल रू मैट्रिक पास कली एवं 1981 मसीह अर्थनीति शास्त्र रे संबलपुर यूनिवर्सिटी रो एमए पास करी परवर्ती समय रे 1989 मसीह मोर इकोनॉमिक्स रे पीएचडी हासिल कली। तार परे मु अरुणाचल प्रदेश रे थिबा नॉर्थ ईस्टर्न रीजनल इंस्टीट्यूट ऑफ साइंस एंड टेक्नोलॉजी जोटा कि एबे सेंट्रल गवर्नमेंट रो डीम्ड यूनिवर्सिटी से 10 वर्ष प्रोफेसर हिसाब से कार्य करी 1923 मसीहा फेब्रुआरी 28 तारिख रे अवसर है धर्मद्वार ग्राम मोर जन्मस्थानी को फेरी आसिली एवं यही पाखापाखि 2 वर्ष मध्य मोर ग्रामवासी माने मते बहुत भल पाती बोली मु उपलब्धि करुछि एवं मोर भुवनेश्वर बा बालेश्वर रे मोर जगह थिबा सत्वे मु से सब स्थान रे रहिबा पई आदौ इच्छा प्रकाश न करी जेहेतु मु धर्मद्वार ग्राम मोर जन्म माटी मोर जन्म ग्राम को अति मात्रा रे भल पाए से मु आसी मोर पैतृक संपत्ति उपरे मु घर करी रही मोर ग्राम मु जोठिके गले भी मो ग्रामवासी मानू मोर काका मामू भाई माँ भौणी मौसी मानू मु केबे भूली पारू नहीं तेणु मु सही मानक गहण रे आज रही एवं मोर এই ग्राम रे किछि करिवा पई उन्नतिमूलक कार्य करिया पई मोर बहुत इच्छा तेणु मोर चाकरी समय रे जतिकी मु किछि संचय करी से समस्त खर्च पैसा को मु आज एक गाँव रे गोटे बड़ धरणर राधाकृष्ण मंदिर निर्माण करुछि जोटा कि शेष पर्यायर आसी पहुँचलानी एवं सेथिपाई मध्य मु आगामी 2025 मसीहा फेब्रुआरी 3 तारिख रे ताको उद्घाटन करिवार मनस्थ करी से कार्य में मु लागी रही। एतद व्यतीत किसी समाज एवं गाँवर कल्याणमूलक काम करिवारे मु हस्तक्षेप करुछि बा प्रचेष्टा करुछि। एथि सहित मु गोटे धर्मद्वार ग्राम रे गोटे हॉस्पिटल निर्माण करिवार संकल्प नैकरी आगईछि सेथिपाई किछि जमी मध्य मु समत बा उन्नति करिछि एवं एक मंदिर प्रतिष्ठा सरले मु हॉस्पिटल निर्माण कार्य आरंभ करी तेणु मोर शेष जीवन पर्यंत मुझे धर्मद्वार ग्राम मध्य रही धर्म ग्राम तथा आम ए अंचलर यथासंभव उन्नति करने चेष्टा करुचे एवं करी शेष मु मोर ग्रामवासी मानू धन्यवाद अर्पण करने सहित मोर गुरुजन मान पाखर आशीर्वाद कामना करुछि। मु श्री निरंजन प्रधान घंटुआ मोर घर बापा भास्कर चंद्र प्रधान आमर ये 3टी गाँ रही घंटुआ धर्मद्वार मालीपुद ए 3टी गाँ गोटे गाँ
ବାହାରୁ ଚେକି ପଶି ଆସିଲେ ଜାଣିବ ଏଇଟା ଗୋଟିଏ ଗାଁ। ପ୍ରକୃତରେ ଆମେ ଗୋଟିଏ ଗାଁର ଭାଇ ପରି ରହିଥାଉ। ଆଉ ଭାଇଚାରା ପଣିଆ ଯଦି ପ୍ରକୃତରେ ଦେଖିବା ପାଇଁ କି ଚାହେଁ ତାହେଲେ ତିନିଟି ଗାଁରୁ ହିଁ ଦେଖିବା ପାଇଁ ମିଳେ। ପ୍ରକୃତରେ ଏଠି ଭେଦଭାବ କୌଣସି ଭେଦଭାବ ନାହିଁ। ପ୍ରତ୍ୟେକ ଲୋକଙ୍କର ବା ପ୍ରତ୍ୟେକ ଗାଁର କୌଣସି ପର୍ବପର୍ବାଣି ହେଲେ ଅନ୍ୟ ଦୁଇଟି ଗାଁର ଭାଇମାନେ ସେଠି ମଧ୍ୟ ସେଠି ସହଯୋଗ କରନ୍ତି, ଶାନ୍ତି ଶୃଙ୍ଖଳା ରକ୍ଷା କରନ୍ତି। ବହୁତ ଭଲ ଲାଗେ ଆମେ ଗାଁ ତିନୋଟିକୁ। ଏତେ ଭଲ ଲାଗେ ଯେ ଠାକୁରଙ୍କ ପାଖରେ ଅଳି କରି ଯଦି ମୃତ୍ୟୁ ପରେ କେବେ ପୁଣି ଜନ୍ମ ହୁଏ ମଣିଷ ହିସାବରେ, ତେବେ ଏଇ ତିନୋଟି ଗାଁରେ ପୁଣି ଫେରିଆସେ। ଶାନ୍ତି ଶୃଙ୍ଖଳା, ଭାଇଚାରା ପଣିଆ ସବୁ ଦୃଷ୍ଟିରୁ, ଶିକ୍ଷା, ଗମନାଗମନ ସବୁ ଦୃଷ୍ଟିରୁ ନିଆରା ଏ ତିନୋଟି ଗାଁ। ଯଦି କେହି ପ୍ରକୃତରେ ଅନୁଶୀଳନ କରିବ ତାହେଲେ ଗାଁର ପ୍ରାକୃତିକ ବା ଗାଁର ଐତିହ୍ୟ କ'ଣ ଏଇଠି ହିଁ ସମସ୍ତେ ଜାଣିପାରିବେ। ତେଣୁ ଏ ତିନୋଟି ଗାଁର ସମସ୍ତେ ସୁଖରେ ରହନ୍ତୁ, ଏହା ହିଁ କାମନା କରୁଛି। ମୋର ନାଁ ରାଧାକୃଷ୍ଣ ମହାପାତ୍ର। ଏ ଗ୍ରାମର ଥିବା ଝଗଡ଼େଶ୍ୱର ମନ୍ଦିରରେ ପୂଜକ। ସବୁଦିନ ଠାକୁରଙ୍କ ସେବା କରେ ଏବଂ ଗ୍ରାମର ଥିବା ଲୋକଙ୍କର ଭଲ ପାଇବା ଏବଂ ଆଦର କରି ମୋତେ ବହୁତ ଭଲ ପାଆନ୍ତି। ଏବଂ ମୋର ଗାଁ ବାହାରେ ହେଲେ ବି ଏ ଗାଁରେ ସମସ୍ତେ ମୋତେ ବହୁତ ଆଦର ଏବଂ ସ୍ନେହ ଇଏ ଭିତରେ ମୋତେ ବହୁତ ଭଲ ପାଆନ୍ତି। ମୋ ନାଁ ଶ୍ରୀ ତ୍ରିଲୋଚନ ଗିରି। ମୁଁ ମାଳିକୋଦାର ମାଲିକ ହିସାବରେ ଅଛି। ଆମ ଗାଁର ଉତ୍ତର ପଶ୍ଚିମ କୋଣରେ ଧରମଦୁଆର ଗାଁଟି ଅବସ୍ଥିତ। ସେ ଗାଁର ସମ୍ପର୍କ ଆମ ଗାଁ ସହିତ ଖୁବ୍ ଭଲ ଏବଂ ଭାଇଚାରା ଦୃଷ୍ଟିରୁ ସବୁ ଦୃଷ୍ଟିରୁ ଆମେ ମିଳିମିଶି ଚଳୁ। ଆଉ ସେ ଗାଁର ଉନ୍ନତି ଏବଂ ଆମ ଗାଁର ଉନ୍ନତି ସେମାନେ ସବୁବେଳେ କାମନା କରନ୍ତି। ଆମେ ବି ତାଙ୍କୁ ସହଯୋଗ ସହାନୁଭୂତି ଦେଖାଉ। ଧର୍ମଦୁଆର ଗାଁରେ ବିଭିନ୍ନ ପର୍ବପର୍ବାଣି ହୁଏ। ସେମାନେ ଆମକୁ ଆଦରରେ ନିମନ୍ତ୍ରଣ କରନ୍ତି। ଆମମାନେ ସମସ୍ତେ ଯାଉ ଏବଂ ସହଯୋଗ କରୁ। ଆମେ ସମସ୍ତେ ସେ ଗାଁର ଏ ଗାଁର ସମସ୍ତ ଲୋକ ଆମେ ଚାଷୀ ପରିବାର ଲୋକ। ଚାଷ ହେଉଛି ଆମର ଜୀବିକା। ତେଣୁ ଆମେ ଖୁବ୍ ଭଲରେ ଶାନ୍ତି ଶୃଙ୍ଖଳା ଭାବରେ ଉଭୟ ଗାଁ ସେ ଗାଁର ସମସ୍ତ ମେମ୍ବର ମାନେ ସଦସ୍ୟମାନେ ଗାଁ ସହିତ ଖୁବ୍ ଭଲ ସମ୍ପର୍କ ରଖି ଚଳନ୍ତି। ଆମ ସହିତ ବି ଭଲ ସମ୍ପର୍କ ରଖି ଚଳନ୍ତି। ରଞ୍ଜନ ସାହୁ। ମୋ ଗ୍ରାମ ହେଲା ଘଣ୍ଟୁଆ। ମୋର ବୃତ୍ତି ବ୍ୟବସାୟ ହେଲା ମୁଁ ଗୋଟେ ପଶୁ ବିଭାଗର କୁମିତ୍ର ଭାବେ ଆଜି ଦୀର୍ଘ 18 ବର୍ଷ ହେଲା ମୁଁ ଏଇ ଗୋରୁ ଗାଈ ସେବା କରିଚାଲିଛି। କିନ୍ତୁ ମୋର ପଡ଼ୋଶୀ ଗାଁ ଏ ଯେ ଧର୍ମଦ୍ୱାର ଗାଁ, ଏ ଗାଁର ଲୋକମାନଙ୍କର ବା ଏ ଧର୍ମଦ୍ୱାର ଗାଁର 12 ମାସର 13ଟା ପର୍ବ ହୁଏ। ଏ ଗାଁର ଐକ୍ୟ ଅଲଗା ପ୍ରକାରର, ସେ କହିବା ମାନେ ବହୁ କଥା। ଏ ଗାଁର ଲୋକମାନଙ୍କ ସହିତ ମୋର ଭଲ ସମ୍ପର୍କ, ମୋତେ ବହୁତ ଭଲ ପାଆନ୍ତି। ମୋ ଗାଁକୁ ଏ ଗାଁ ଲାଗିଛି, ପଡ଼ୋଶୀ ଗାଁ ନୁହେଁ, ଗୋଟେ ଗାଁ କହିଲେ ଚଳେ। ମୁଁ ଯେତିକି ଜାଣେ ଏଠିକାର ଭାଇ ଭଉଣୀ ମଉସା ମାଉସୀ ଏମାନଙ୍କର ଚାଲିଚଳନ, ନୀତିଗତି, ଆଚାର ବିଚାରାଧୀନ କଥା, ଅନ୍ୟ ଜିନିଷ ୟାଙ୍କ ପାଖରୁ ବହୁତ କମ୍ ଦୂର। ନା ଧର୍ମଦ୍ୱାର, ପ୍ରକୃତରେ ସେମାନେ ହେଲେ ଧର୍ମଭାବୀ ଲୋକ। ଏ ଗାଁର ଐକ୍ୟ ଗୋଟେ ପ୍ରତିବର୍ଷର ଗୋଟେ 56 ମାଦଲ 8 ଦିନ ବସି ଏଠି ଗୋଟେ ଚାଲିଥାଏ। ଏମିତି ହଜାର ଲୋକ ଅନ୍ନପ୍ରସାଦ ଦାନ ସେଠି କରାଯାଏ। ଆଉ ସାଂସ୍କୃତିକ କାର୍ଯ୍ୟକ୍ରମ ଏଠି ବି ହୁଏ। ଏ ଗାଁରେ ଗୋଟେ ବିଚାର ରହିଛି, ଆଉ ମନ୍ଦିରଟିଏ ରହିଛି, ସ୍କୁଲ, ସବୁ ପ୍ରକାରର ଜିନିଷ ରହିଛି। ବିଶେଶ୍ୱର ନା ଧର୍ମଦ୍ୱାର ଗ୍ରାମବାସୀ। ମୋର ଜୀବିକା ଶିକ୍ଷକତା କରିବା ଏବଂ ଶିକ୍ଷକତା ମୋର ଦୀର୍ଘ ଜୀବନରେ କଟିଯାଇଛି। ଏ ନିକଟସ୍ଥ 2.5 କିଲୋମିଟର ଦୂରାବସ୍ଥାରେ ରହି ମୁଁ ହାଇସ୍କୁଲରେ ଶିକ୍ଷକତା କରି ଆସିଛି। ଆସିବା ପରେ ରିଟାୟାର ପ୍ରାପ୍ତ ହୋଇ ଏ ଗାଁଟା ପ୍ରତି ମୋର ଏତେ ଆସକ୍ତ ବଢ଼ିଯାଇଛି ଯେ ଧରମଦ୍ୱାର ଗ୍ରାମର ଲୋକଙ୍କ ମାନେ ହିତାକାଂକ୍ଷୀ ଦୃଷ୍ଟିରୁ ସେମାନେ ମୋତେ ଯେମିତି ମଣିଷ ପଣିଆରେ ମଣି ଚାଲିଛନ୍ତି, ମୁଁ ମଧ୍ୟ ସେମାନଙ୍କ ସହିତ ଉତପ୍ରୋତ ଭାବେ ଜଡ଼ିତ ହୋଇ କେତେକାଂଶରେ ବହୁ କ୍ଷେତ୍ରରେ ବିଭିନ୍ନ ପ୍ରକାରର ମାନେ ଉତ୍ସାହରଟନା ନେଇ ତାଙ୍କ ସହିତ ସମ୍ପର୍କ ରଖି ବିଭିନ୍ନ ଆଳ ପ୍ରତିଆଳ ସବୁ ଏଡ଼େଇ ଦେଇ ସବୁକିଛି ପ୍ରତିବାଦ ଉପରେ ଗତି କରିଚାଲିଛି। ଏବଂ ପ୍ରତିବାଦ ସ୍ୱରୂପ
ସେମାନଙ୍କର କଥାକୁ ମୁଁ କୌଣସି ପ୍ରକାର ପାଥେୟ କରି ସବୁ କଥାକୁ ମାନେ ସର୍ବାଙ୍ଗୀନ ଉନ୍ନତି କଳ୍ପେ ମୁଁ ଚେଷ୍ଟା କରୁଛି। ଏବଂ ଆମ ଗାଁ ଧର୍ମଦ୍ୱାର ଏ ଧର୍ମଦ୍ୱାର ଗାଁ ମାନେ ବିଧିବଦ୍ଧ ଭାବେ ଚିରାଚରିତ ପ୍ରଥାରେ ଲିପିବଦ୍ଧ ରହିଛି। ଧର୍ମର ଆଂଶିକ ଭାବେ ନହେଲେ ବି ବହୁଳ ମାତ୍ରାରେ ବଢ଼ି ଚାଲିଛି। ଏମିତି ଧାର୍ମିକ ଲୋକ ଆମ ଗାଁରେ ରହିଛନ୍ତି ଏଇ ଧର୍ମଦ୍ୱାର ଗ୍ରାମରେ, ସେମାନେ ଏ ଗାଁର ନାମ ଭୁଲି ପାରୁନାହାନ୍ତି। ମୋ ନାମ ହେଉଛି ସୁରେଶ ପ୍ରଧାନ, ବାପାଙ୍କ ନାଁ ହେଉଛି ଶିବ ପ୍ରଧାନ, ଘର ମୋର ଧର୍ମଦ୍ୱାର। ଆମ ଗାଁ ଗୋଟେ ଶୃଙ୍ଖଳିତ ଗାଁ। ଏଠି ଭୁଲ କନେ ଦଣ୍ଡ ଅଛି, କ୍ଷମା ବି ଅଛି। ତେଣୁ ଆମର ବହୁତ ଚାଷବାସ ପନିପରିବା ସେଗୁଡ଼ାକ ସବୁ ହୁଏ। କିଛି ସମୟ ପରେ ଆମ ଗାଁ ଭୂଇଁ ଏମିତି ବିଚାର ଆଚାର ବି ହୁଏ। କିଛି ଲୋକକୁ ବି କ୍ଷମା କରି ଦିଆଯାଏ, କିଛି ବି ଦଣ୍ଡ ନିଆଯାଏ। ଏମିତି ଆମେ ସମସ୍ତଙ୍କୁ ନେଇ ଚଳୁ। ରାମଶଙ୍କର ମାସନ୍ତ, ମୋ ବାପାଙ୍କ ନାମ ସ୍ୱର୍ଗତ ସାହୁଚରଣ ମାସନ୍ତ। ସେ ଜଣେ ଆଦର୍ଶ ଶିକ୍ଷକ ଥିଲେ। ମୋ ବାପାଙ୍କ ବିଷୟରେ ମୁଁ ଫାଷ୍ଟ କହିବି ଏଇଆ, ମୋ ବାପା ଜଣେ ଏମିତି ଶିକ୍ଷକ, ଜାମସୁରୁ ଆସିଲା ପରେ ଘଣ୍ଟୁଆରେ ତାଙ୍କର ପୁରା ଜୀବନ କଟିଲା। ରିଟାୟାର୍ଡ଼ ହେଲେ 1995 ମସିହାରେ। 2015 ମସିହା ପର୍ଯ୍ୟନ୍ତ ରିଟାୟାର୍ଡ଼ ହେଲା ପରେ ଦୀର୍ଘ 25 ବର୍ଷ ମୁଁ ଦେଖି ନାହିଁ, ପ୍ରାୟ 7 ବର୍ଷ କି ବିଶ୍ୱରେ ଦେଖି ନାହିଁ। ମୋ ବାପା ଦୀର୍ଘ 25 ବର୍ଷ କାଳ ଯାଇ ଆମର ଘଣ୍ଟୁଆ ହାଇସ୍କୁଲରେ ପିଲାଙ୍କୁ ପାଠ ପଢ଼ାଇବା ନିଃସର୍ତ୍ତରେ, କୌଣସି ସର୍ତ୍ତ ନାହିଁ, ପଇସା ପତ୍ର ନାହିଁ, କିଛି ନାହିଁ କହୁଥିଲେ। ତେଣୁ ତାଙ୍କ ବାବଦରେ ମୁଁ ଏତିକି କହୁଛି। ବାକି ଆମ ଗାଁ ଗୋଟେ ଐତିହ୍ୟ ପରମ୍ପରାର ଗାଁ, ନାମ ହେଉଛି ଧର୍ମଦ୍ୱାର। ଆମର ପୂର୍ବପୁରୁଷମାନେ ଆମର ଏ ଗାଁଟାକୁ, ଯେହେତୁ ଧର୍ମପ୍ରେମୀ ଲୋକ ଏଠାରେ ବହୁତ ଅଛନ୍ତି, ତେଣୁ ପ୍ରାୟ ଭଗବାନଙ୍କର ଆଶୀର୍ବାଦ ଥିଲା ଆମ ଗାଁ ନାଁଟା ଧର୍ମଦ୍ୱାର ହେଇଛି। ଆମ ଗାଁର ଐକ୍ୟ ପରମ୍ପରା, ଆମେ ସବୁ ଭାଇଚାରାରେ ସବୁବେଳେ ଚାଲିଛୁ। ଆମ ଭିତରେ କୌଣସି ମାନେ ମତଭେଦ ନାହିଁ। ଆମେ ସବୁବେଳେ ଚାହୁଁ କେମିତି ଶାନ୍ତିପ୍ରିୟ ଗାଁ ହେଇକି ରହିବୁ। ମୁଁ ଶ୍ରୀ ରାଜନାରାୟଣ ନାୟକ, ଡାକ ନାମ ଯାଦବ। ମୁଁ 1974 ମସିହାରେ ଏହି ସ୍କୁଲରେ ନାମ ଲେଖାଇଥିଲି ଏବଂ ଏଠୁ ପାସ୍ କରି 1984 ମେଟ୍ରିକ ପରୀକ୍ଷା ଦେଇଥିଲି। ଏହି ଶିକ୍ଷକମାନଙ୍କର ତତ୍ତ୍ୱାବଧାନରେ ମୁଁ ପାଠ ପଢ଼ି ଏବେ ଶିକ୍ଷକତା କରୁଛି। ଆମ ବିଦ୍ୟାଳୟ ଏକ ସୁନ୍ଦର ପରିବେଶ ମଧ୍ୟରେ ଗଢ଼ା। ଅତୀତର କଥା ମନେ ପଡ଼ିଲେ ସେହି ଜୀବନକୁ ପୁଣି ଫେରିଯିବାକୁ ମନେ ହୁଏ। ଯେତେବେଳେ ଆମେ ସ୍କୁଲରେ ପଢ଼ୁଥିଲୁ, ସ୍କୁଲର ଅନେକ ଦିଗରେ ପୋଖରୀ ଥିଲା। ସେ ପୋଖରୀ ହୁଡ଼ାରେ ଆମେ ଖଜୁରୀ ଗଛ ଥିଲା, ସେ ଖଜୁରୀ ଗଛରୁ ଖଜୁରୀ ପଡ଼ିଲେ ଖାଉଥିଲୁ, ସାଙ୍ଗସାଥି ମେଳରେ ବୁଲୁଥିଲୁ। ବର୍ତ୍ତମାନ ସେଇ ସ୍କୁଲ କଥା ମନେ ପଡ଼ିଲେ ପୁଣି ଅତୀତକୁ ଫେରିଯିବାକୁ ଇଚ୍ଛା ହେଲେ ବି ଫେରି ହେଉନାହିଁ। ତେଣୁ ଏହି ବିଦ୍ୟାଳୟରେ ପାଠ ପଢ଼ି ଅନେକ ଛାତ୍ରଛାତ୍ରୀ କୃତିତ୍ୱସ୍ଥ ଶିକ୍ଷକତା କରୁଛନ୍ତି, ଡାକ୍ତର ହେଇଛନ୍ତି, ପ୍ରଫେସର ହେଇଛନ୍ତି, ଇଞ୍ଜିନିୟର ହେଇଛନ୍ତି, ବହୁ ପଦପଦବୀରେ ଅଛନ୍ତି। ତେଣୁ ଏହି ସ୍କୁଲକୁ ମନେ ରଖିବା ପାଇଁ ଆଜି ଦୀର୍ଘ 64 ବର୍ଷ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଆମେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରିବା ପାଇଁ ତତ୍ପର ହେଉଛୁ। ଆମ ଗାଁ ଏକ ଶୃଙ୍ଖଳିତ ଗାଁ। ଏ ଗାଁରେ କେସ୍ ମାଲିମ କରିଦେବା କିଛି ନାହିଁ। ଯାହା ସମସ୍ୟା ହୁଏ ଅତୀତରେ ସେହି ବିଦ୍ୟାଳୟରେ ବସି, ଏମିତି ଏକ ସେ ବିଦ୍ୟାଳୟ ମନ୍ଦିର, ସେହି ବିଦ୍ୟାଳୟରେ ଆମ ସମସ୍ତ କଥା ତୁଟିଯାଏ, କୌଣସି କେସ୍ ହୁଏ ନାହିଁ। ଏବଂ ଆମ ଗାଁ ଚଳାଇବା ପାଇଁ ଅତୀତରେ ଯେଉଁମାନେ ଚଳାଉଥିଲେ ସେମାନଙ୍କର ମାନସିକତା ଏବଂ ଆମ ପିଲାମାନେ କେମିତି ଏଠି ପଢ଼ିପାରିବେ, ସ୍ୱର୍ଗତ ଭଗୀରଥ ନାୟକ, ସ୍ୱର୍ଗତ ଶ୍ୟାମସୁନ୍ଦର ନାୟକ, ଶ୍ୟାମସୁନ୍ଦର ଅଣ୍ଡିଆ, ଗଙ୍ଗାଧର ନାୟକ, ବହୁ ବୁଦ୍ଧିଜୀବୀ ସ୍କୁଲକୁ ଆମ ପିଲା ଅତୀତରେ ପାଳପଡ଼ାରେ ପଢ଼ୁଥିଲେ, କେଉଁଠି ବାଲିଆପାଳରେ ପଢ଼ୁଥିଲେ, ବହୁ ଦୂର ଦୂରାନ୍ତରେ ପଢ଼ୁଥିଲେ ବୋଲି ସ୍କୁଲ ପ୍ରତିଷ୍ଠା କରିବାକୁ ତତ୍ପର ହେଇକି ସେତେବେଳର ବୁଦ୍ଧିଜୀବୀମାନେ ସ୍କୁଲ ଗଠନ କରିଥିଲେ ଏବଂ ସେ ସ୍କୁଲ ଆଜି ତାର ଅତୀତକୁ ମନେ ପକାଇବା ପାଇଁ ସେମାନଙ୍କୁ ଆମ ଆଖି ଆଗରେ ଆଣିବା ପାଇଁ ଆଜି ଆମେ ଏହି ଦିବସ ପାଳନ କରୁଛୁ। ବର୍ତ୍ତମାନ ଆମର ଗାଁରେ ଏକ ଶୃଙ୍ଖଳିତ କମିଟି ହୋଇଛି ଏବଂ ଗାଁକୁ ଦୀର୍ଘ 20 ବର୍ଷ ଧରି ଆମର ଯିଏକି ଡକ୍ଟରେଟ୍ ଲାଭ କରିଥିବା ବିଜୟ ବାବୁ, ଭାଗବତ ନାୟକ, ଏମାନେ ଗାଁକୁ ଶୃଙ୍ଖଳାର ସହ ଚଳାଇଥିବାରୁ
ଗାଁ ତାକୁ ବି ଆଜି ଧନ୍ୟବାଦ ଦେଉଛି। ମନେ ପଡ଼େ ସେ ସ୍କୁଲ ବାଉଣ୍ଡାରୀ ସ୍କୁଲ ହତା ଭିତରେ ଯେଉଁ ବିରାଟ ବଟଗଛ ଥିଲା, ସେ ବଟଗଛ ମୂଳରେ ଆମେ ବସି ପିଲାଦିନେ ପ୍ରଥମ ଶ୍ରେଣୀ ଦ୍ୱିତୀୟ ଶ୍ରେଣୀରେ ସମସ୍ତେ ସେଇଠି ବସିକି ଆମ ଶିକ୍ଷକମାନେ ପଢ଼ାଉଥିଲେ। ସେ ଶିକ୍ଷକମାନେ ଆଜି ମୁଁ ପଢ଼ୁଥିବା ଶିକ୍ଷକମାନଙ୍କ ଭିତରେ ସମସ୍ତେ ଅଛନ୍ତି, କିନ୍ତୁ ସ୍ୱର୍ଗତ ଭାନୁଚରଣ ପାଳ ଯିଏକି ମାନପୁର ଗାଁରୁ ଆସିକି ଆମକୁ ପଢ଼ାଉଥିଲେ, ଆମେ ତାଙ୍କ ବାଟକୁ ଯାଇ ବସିଥିବା ସେ ନୀଳା ସ୍ମରଣ କଲେନି। ତାଙ୍କୁ ମୁଁ ଆଜି ଏହି ଅବସରରେ ମନେ ପକାଇ ଦୁଃଖ ପ୍ରକାଶ କରୁଛି। ଦୀର୍ଘ ଦିନର ଅଭିପ୍ସା ଇଚ୍ଛାକୁ ନେଇ ଆଜି ଆମେ ସାକାର କରିବାକୁ ଯାଉଛୁ। ଏଥିପାଇଁ ସମସ୍ତଙ୍କର ସହଯୋଗ କାମନା କରୁଛୁ। ଧନ୍ୟବାଦ। ଜୟ ଜଗନ୍ନାଥ। ନମସ୍କାର, ମୁଁ ଶୁଭଶଙ୍କର ମାସନ୍ତ। ମୋତେ ତୁଫାନ ନାମରେ ଏ ଗାଁରେ ପ୍ରାୟ ଲୋକ ଜାଣନ୍ତି ଏବଂ ଯେଉଁମାନେ ଆଜି ମୋର ଅତି ଆଦରର ଗୁରୁଜନ ମାନେ ଯାଇସାରିଲେଣି, ସେମାନେ ମୋତେ ହରଦମା ବା ଠୁକୁର ହିସାବରେ ଡାକୁଥିଲେ। ମୁଁ ସ୍ୱର୍ଗୀୟା ଜୟନ୍ତୀ ମାସନ୍ତ ଏବଂ ସ୍ୱର୍ଗତ ସାଧୁଚରଣ ମାସନ୍ତଙ୍କ ଜ୍ୟେଷ୍ଠ ପୁତ୍ର। ମୁଁ ବର୍ତ୍ତମାନ କୋଲ୍ ଇଣ୍ଡିଆରେ କାର୍ଯ୍ୟରତ। ମୋ ଗାଁର ପିଲାମାନେ ଆଜି ଯେଉଁଭଳି ଭାବରେ ପଦକ୍ଷେପ ଗ୍ରହଣ କରିଛନ୍ତି, ମୋ ଗାଁର ସ୍କୁଲର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ଯେଉଁଭଳି ପ୍ରସ୍ତୁତି ଆରମ୍ଭ କରିଛନ୍ତି, ସେଥିପାଇଁ ମୁଁ ସେମାନଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି ଏବଂ ମୁଁ ଇତ୍ୟବସରରେ ମୋ ଗାଁକୁ ଗୌରବାନ୍ୱିତ କରିବା ପାଇଁ ଆଜିର ଯୁବପିଢ଼ିମାନଙ୍କୁ ଆହ୍ୱାନ ଦେଉଛି। ସେମାନେ ଭଲ ମଣିଷ ହୋଇ ଭଲ କାମ କରି ଗାଁର ନାଁକୁ ଗୌରବ ଉଜ୍ଜ୍ୱଳ କରନ୍ତୁ ଏବଂ ସମୟ ଏବଂ ସୁଯୋଗର ସଦୁପଯୋଗ ଶିଖନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ। ଆଜ୍ଞା, ମୋ ନାମ ହେଉଛି ପରଶୁରାମ ଗିରି। ମୋ ଘର ଧର୍ମଦ୍ୱାର। ମୁଁ ଏଇ ଧର୍ମଦ୍ୱାର ଗ୍ରାମରେ ଜଣେ ବାସିନ୍ଦା ଅଟେ। କିନ୍ତୁ ଆଜି ଯେଉଁ ଏଇ ସ୍କୁଲ ବିଷୟର କାର୍ଯ୍ୟକ୍ରମ ଆମ ଏ ଧର୍ମଦ୍ୱାରରେ ହେଉଛି, କିନ୍ତୁ ଏଇ ଧର୍ମଦ୍ୱାରର ଆମର ପୂର୍ବପୁରୁଷମାନେ ଯେଉଁ ପ୍ରକାର ସ୍ମୃତି ରଖି ଯାଇଛନ୍ତି, ତାକୁ ବର୍ତ୍ତମାନ ଆମେ ଅମ୍ଳାନ ବଦନରେ ତାଙ୍କ କଥାକୁ ଚିର ସ୍ମରଣୀୟ ବୋଲି ମନେ ଭାବି ସେଗୁଡ଼ାକ ଅନୁଷ୍ଠାନକୁ ଆମେ ତାକୁ ଗଢ଼ି ତୋଳି ଚାଲିଛୁ। ନମସ୍ତେ ସମସ୍ତଙ୍କୁ। ଧର୍ମଦ୍ୱାର ମୋ ଗାଁର ନାଁ। ଧର୍ମର ଦ୍ୱାର, ଧର୍ମ ସର୍ବୋପରି। ଏହି ଗାଁଟିର ଭୌଗୋଳିକ ଅବସ୍ଥିତି ଖୁବ୍ ସୁନ୍ଦର ଏବଂ ନିଆରା। ଏହାର ଉତ୍ତର ପଟେ ସୁବର୍ଣ୍ଣରେଖା ନଦୀ ଏବଂ ଦକ୍ଷିଣ ପଟେ ବଙ୍ଗୋପସାଗର। ଏହାର ଉର୍ବର ମୃତ୍ତିକା, ପାଣିପାଗ, ଚାଷ ପରିବେଶ ଖୁବ୍ ସୁନ୍ଦର ଏବଂ ସମସ୍ତଙ୍କୁ ବେଶ ଭାବେ ଆକୃଷ୍ଟ କରିଥାଏ। ଏହି ଗାଁରେ ଅନେକ ଡାକ୍ତର, ଇଞ୍ଜିନିୟର, ଶିକ୍ଷକ, ଶିକ୍ଷୟିତ୍ରୀ ରହିଛନ୍ତି ଏବଂ ଏହି ଗାଁର ନାଁକୁ ଧନ୍ୟ କରି ଆସିଛନ୍ତି। ଆମେ ଏହି ଗାଁର ସ୍କୁଲର ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଯାଉଅଛୁ। ଏହି ପରିପ୍ରେକ୍ଷୀରେ ମୁଁ ମୋ ଗାଁର ଏବଂ ଏହି ଅଞ୍ଚଳର ସମସ୍ତଙ୍କ ସୁନ୍ଦର ସ୍ୱାସ୍ଥ୍ୟ ଶାନ୍ତି କାମନା କରି ଆସୁଅଛି। ନମସ୍ତେ ସମସ୍ତଙ୍କୁ। ଜୟ ଜଗନ୍ନାଥ। ମୋର ନାମ ହରିଶ୍ଚନ୍ଦ୍ର ସାହୁ। ମୋ ଗ୍ରାମ ଧର୍ମଦ୍ୱାର। ମୋ ଗାଁକୁ ମୁଁ ବହୁତ ଭଲ ପାଏ। ମୋ ଗାଁ ଏକ ଭାଇଚାରାର ଗାଁ। ଏଠାରେ ସବୁ ପର୍ବପର୍ବାଣି ପାଳନ କରାଯାଏ। ମୁଁ ମୋ ସ୍କୁଲରେ ପ୍ରେସିଡେଣ୍ଟ ଅଛି, ମୋ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରେସିଡେଣ୍ଟ ଅଛି। ତେଣୁକରି ମୁଁ ମାନେ ଯେଉଁ ଗୋଲ୍ଡେନ୍ ଜୁବଲିଟି ହେଉଛି, ସବୁ ପିଲାମାନଙ୍କୁ ନେଇ କେମିତି ସୁରୁଖୁରୁରେ ପ୍ରୋଗ୍ରାମ୍, ଶାନ୍ତି ଶୃଙ୍ଖଳା ସହିତ ପ୍ରୋଗ୍ରାମଟା କରିପାରିବି, ସେଇଥିପାଇଁ ସମସ୍ତଙ୍କୁ ନିବେଦନ କରୁଛି।